କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବହୁ ପରିଚିତ ଗଳ୍ପ ସାଗରିକା। ଉପରେ ଅନନ୍ତ ଆକାଶ, ତଳେ ଦିଗ୍ବଳୟ ବିସ୍ତୃତ ବାରିଧିର ଜଳରାଶି, ଚତୁର୍ଦିଗ ଏହି ବିରାଟ ନୀଳିମା ମଧ୍ୟରେ ଆତ୍ମଗୋପନ କରିଅଛି। ଏହାରି ମଧ୍ୟରେ ବୃଦ୍ଧ ଧୀବରଟିଏ ଟିପା କାଠିଖଣ୍ଡରେ ବସି ଲହରୀ ଅନ୍ତରାଳରେ କ୍ଷଣକରେ ଲୀନ ହୋଇଯାଏ। ବାଳିକାଟି ସାଗର ବେଳାର ସିକତା ଉପରେ ନିରୀହ ଚକିତ ଦୃଷ୍ଟିରେ ଚାହିଁ ରହେ। କେତେକ୍ଷଣ ପରେ ବୃଦ୍ଧର ସବଳ କୃଷ୍ଣଦେହ ନୀଳ ଜଳରାଶି ମଧ୍ୟରେ ଦେଖାଦିଏ। ବାଳିକା କରତାଳି ମାରି ପଦାଙ୍ଗୁଳିରେ ଦଣ୍ଡାୟମାନ ହୋଇ ସଦ୍ୟ ବିକଶିତ ଫୁଲଟି ପରି ଚାହିଁ ରହେ। 6 ବର୍ଷର ଶିଶୁ ସେ। ତାର ବଡ଼ ବଡ଼ କଳା ଡଳା ଦିଟାରେ ସମସ୍ତ ଭୁବନଟାକୁ ସେ ଦେଖିନେବାକୁ ଯେପରି ଉଦ୍ଗୀବ୍ର। ବହୁ ପୂର୍ବର କଥା। ସେତେବେଳେ ଜାଭା ସୁମତ୍ରା ସଙ୍ଗରେ କଳିଙ୍ଗର ବାଣିଜ୍ୟ ପ୍ରଖର ଗତିରେ ଚାଲିଥାଏ। କିଏ ଜାଣେ କେଉଁ ବୈତ ବିପାକରେ ଏ ଦିଓଟି ପ୍ରାଣୀ ଆସି ସାଗର ବେଳାରେ ଲାଗିଥିଲେ। ଶୁଣାଯାଏ ବୃଦ୍ଧର ବାସସ୍ଥାନ ବାଲିଦ୍ୱୀପରେ। ବୃଦ୍ଧ ତାର ପରିବାର ଘେନି ସ୍ୱଚ୍ଛନ୍ଦ ଭାବରେ କାଳଯାପନ କରୁଥିଲା। କଳିଙ୍ଗର ବଣିକମାନଙ୍କ ସହିତ ହୀରା ବ୍ୟବସାୟ ଦ୍ୱାରା ଯଥେଷ୍ଟ ଧନ ଅର୍ଜନ କରିପାରିଥିଲା। ଦେଶ ଭ୍ରମଣ ଉଦ୍ଦେଶ୍ୟରେ ବୈତବାହୀ କଳିଙ୍ଗ ଆସୁଥିବା କାଳରେ ପ୍ରବଳ ତୋଫାନ ଯୋଗେ ବୈତ ଜଳମଗ୍ନ ହେଲା। ପରିବାର ବର୍ଗକୁ ହରାଇ ବୃଦ୍ଧ କେବଳ ନିଜକୁ ବଞ୍ଚାଇ ପାରିଥିଲା। ଗୋଟାଏ ଆଶ୍ରୟ ଧରି ଆସୁ ଆସୁ ଜଳ ମଧ୍ୟରେ ଜୀବନ ପାଇଁ ଯୁଦ୍ଧ କରୁଥିବାର ଗୋଟିଏ 3-4 ବର୍ଷର ଶିଶୁ ହଠାତ୍ ଦେଖିପାରିଲା। ନିଜ ସଙ୍ଗରେ ଏହି ଶିଶୁଟିର ଜୀବନ ରକ୍ଷା କରି ବୃଦ୍ଧ କୂଳକୁ ଉଠିଲା। କିନ୍ତୁ ତାହା କେଉଁ ଦେଶର ସମୁଦ୍ର କୂଳ ସେ ଜାଣେ ନାହିଁ। ପରେ ବୁଝିଲା ପୁରୀ ଓ କୋଣାର୍କ ମଧ୍ୟବର୍ତ୍ତୀ ସେ ସ୍ଥାନଟି। ସେଠାରେ ବୃଦ୍ଧ ଗୋଟାଏ କୁଟୀର ନିର୍ମାଣ କରି ରହିଥାଏ। ସୁବିସ୍ତୃତ ଶୁଷ୍କ ବାଲୁକା ପ୍ରାନ୍ତର ଚତୁର୍ଦିଗରେ ଶୂନ୍ୟତାର ହାହାକାର। ଏହାରି ମଧ୍ୟରେ ତାର ସାନ୍ତ୍ୱନାର ସାମଗ୍ରୀ କେବଳ ସେହି ଶିଶୁଟି ବୋଲି ବୃଦ୍ଧ ପ୍ରଥମରୁ ବୁଝି ନେଇଥିଲା। ସେଥିଲାଗି ନିଜର ସମସ୍ତ ଆଦର ଯତ୍ନ ସେ ତାହାରି ଉପରେ ଢାଳିଥିଲା। କିନ୍ତୁ କିଛିଦିନ ଅନ୍ତେ ଦେଖିପାରିଲା ଶିଶୁଟି ତାର କ୍ଷୋଭର କାରଣ ହୋଇପଡ଼ିଛି। ଏହି ବିରାଟ ନିର୍ଜନତା ମଧ୍ୟରେ ସେ ଯଦି ଏକାକୀ ରହିଥାନ୍ତା ତେବେ ସ୍ୱଚ୍ଛନ୍ଦରେ ନିଜର ପରିବାର ବର୍ଗକୁ ଭୁଲି ପାରନ୍ତା। କିନ୍ତୁ ଏହି ଶିଶୁଟି ତାକୁ ମାନବ ସମାଜ କଥା ବାରମ୍ବାର ସ୍ମରଣ କରାଇ ଦିଏ। ତତ୍ପରେ ମନେ ପଡ଼େ ତାର ସ୍ତ୍ରୀ, ପୁତ୍ର, କନ୍ୟା, ବନ୍ଧୁ, ସ୍ୱଜନ। ସେଥିଲାଗି ଏଣିକି ସେ ନିର୍ଜନରେ ଏକାକୀ ରହିବାକୁ ଇଚ୍ଛା କରେ ଏବଂ ଜଳ ମଧ୍ୟରୁ ମତ୍ସ୍ୟ ସଂଗ୍ରହ କରିବାରେ ଅଳ୍ପ ସମୟ ଲାଗିଲେ ବିନା କାରଣରେ ଅଧିକ କାଳ ସେ ସମୁଦ୍ର ଗର୍ଭରେ ରହିବାକୁ ସୁଖ ପାଏ। କୁଟୀର ମଧ୍ୟରେ ବାଳିକାଟିକି ଏକାକିନୀ ରଖିଯାଏ। ମତ୍ସ୍ୟ ସଂଗ୍ରହ ଦ୍ୱାରା ସେ ନିଜର ଏବଂ ବାଳିକାଟିର ଜୀବନ ନିର୍ବାହ ବ୍ୟୟ ଯୋଗାଇଥାଏ। ଦୁହିଁଙ୍କ ଖରଚ ମଧ୍ୟରେ ଆହାର ପାଇଁ ଯାହା କିଛି ବେଶୀ ଟିକିଏ ବ୍ୟୟ ହୁଏ, ପରିଧାନ 2-3 ଖଣ୍ଡର ଅଭାବ ରହେ ନାହିଁ। ସମୁଦ୍ର ଗର୍ଭରୁ ଜାଲଖଣ୍ଡି ତୋଳି ବୃଦ୍ଧ ତାକୁ କୂଳରେ ଖାଲି କରିଦିଏ। କନ୍ୟାଟି ସେଥିମଧ୍ୟରୁ ମାଛ ବାଛି ବସେ। ମାଛତକ ନେଇ ବୃଦ୍ଧ କୋଣାର୍କରେ ବିକି ଆସେ। କୋଣାର୍କ ସେତେବେଳେ ସମୃଦ୍ଧିଶାଳୀ ନଗର, କଳିଙ୍ଗର ବାଣିଜ୍ୟ ବ୍ୟବସାୟର ଗୋଟିଏ କେନ୍ଦ୍ରସ୍ଥଳ। ଏହି ସକଳ ସୁବିଧା ମଧ୍ୟରେ ବାଳିକାଟି କ୍ରମେ ବଢ଼ି ଉଠିଲା। ତାର କୋମଳ ଶିଶୁ ଅଙ୍ଗଟି ବୃଦ୍ଧ ହସ୍ତ ଦ୍ୱାରା ଲାଳିତ ହୋଇ ପରିପୂର୍ଣ୍ଣ ଶ୍ରୀରେ ହସି ଉଠିଲା। ସମୁଦ୍ର ଗର୍ଭରୁ ମିଳିଲା ପରି ସେ ମିଳିଛି, ଅଭାବ କିଛି ଜାଣେ ନାହିଁ। ତାର ମାତା, ପିତା, ବନ୍ଧୁ, ସ୍ୱଜନ, ଦେଶ ପ୍ରଭୃତି କାହାରି ସମ୍ବାଦ ନାହିଁ। ବୃଦ୍ଧ କେବଳ ଏତିକି ଜାଣେ ଯେ ସେ ଏହି ଜଳମଗ୍ନ ବୈତର କୌଣସି ହତଭାଗ୍ୟା ଦମ୍ପତିଙ୍କର ଏହି ଶିଶୁଟି। ସାଗର ଗର୍ଭରୁ ପାଇଥିବାରୁ ବୃଦ୍ଧ ବଣିକ ତାର ନାମ ରଖିଥାଏ ସାଗରିକା। ମୁକ୍ତ ପ୍ରକୃତିର ଅଙ୍କରେ ଦିନକୁ ଦିନ ବାଳିକାଟି ବଳିଷ୍ଠ ହୋଇ ଉଠିଲା। ତାର ଚିନ୍ତା ମଧ୍ୟ ସେହିପରି ଉନ୍ମୁକ୍ତ। ବାଧା ବନ୍ଧନ କିଛି ମାତ୍ର ନାହିଁ। କେବଳ ଆଶ୍ରୟଦାତା ଏହି ବୃଦ୍ଧ ବ୍ୟତୀତ ମାନବ ସମାଜର ଅନ୍ୟ କାହା ସହିତ ତାର ପରିଚୟ ନାହିଁ। କିନ୍ତୁ ବୃଦ୍ଧ ସାଙ୍ଗରେ ଦିବସର ଅତି ଅଳ୍ପ ସମୟ ସେ ରହିବାକୁ ପାଏ। ଅଧିକାଂଶ ସମୟ ସେ କଟାଇ ଦିଏ ଶୁଷ୍କ ସିକତା ରାଶି ଓ ଦିଗନ୍ତ ବିସ୍ତୃତ ନୀଳ ବାରିରାଶି ସଙ୍ଗରେ। ତାହାର ଖେଳର ସାଥୀ ଜଳଧି ଗର୍ଭର ଆର୍ଦ୍ର ପବନ। ବେଳା ଧୂଳିରେ ସେ ନାନା ଭାବରେ ନିଜର କ୍ଷିପ୍ତ କଳ୍ପନାକୁ ଅନୁସରଣ କରି ଗୃହ, କୂପ ଆଦି ନିର୍ମାଣ କରେ। ମୁହୂର୍ତ୍ତକରେ ପବନଟା ଆସି ସବୁ ଭାଙ୍ଗି ମୁଦି ସମାନ କରିଦିଏ, ଅଥବା ଜୁଆରଟା ଆସି ସବୁ ଧୋଇ ସାଫ କରି ଦେଇଯାଏ। ତାର ଆଖି ଛଳ ଛଳ ହୋଇ କହି ଉଠେ। ମନକୁ ବୁଝାଇ କିଛି କ୍ଷଣ ପରେ କହେ, ଆଚ୍ଛା ଦେଖିବା ଭଲା, ଏଥର ବଡ଼ କରି ଗଢ଼ିବି। ପୁଣି ଗଢ଼ି ବସେ। କିନ୍ତୁ ପବନ ଆସି ଭାଙ୍ଗିଯାଏ, ଲହରୀ ଆସି ଧୋଇ ନିଏ। ସେ ହସି ହସି କେତେବେଳେ ପବନକୁ ଗଡ଼ାଇ ବାଲୁକା ସ୍ତୂପରେ ଛାଡ଼ି ଆସେ, ଲହରୀକୁ ଗଡ଼ାଇ ସମୁଦ୍ର ମଧ୍ୟକୁ ତଡ଼ିଦିଏ।
ପବନ ବେଗରେ ଦିଗ୍ବଳୟକୁ ଉଡ଼ିଯିବାକୁ ସେ କେବେ ହାତ ମେଲି ଠିଆ ହୁଏ। ପବନଟା ଟହଟହ ହୋଇ ତା କାନ ପାଖରେ ହସି ଦେଇ ବହିଯାଏ। କେତେବେଳେ ଢେଉ ପଛରେ ଗଡ଼ାଇ ଯାଇ ସମୁଦ୍ରରେ ମିଶିଯିବାକୁ ଧାଏଁ। ସମୁଦ୍ରଟା ଲହରୀ ଛଳରେ ଅସଂଖ୍ୟ ଶୁଭ୍ର ଦନ୍ତ ଉନ୍ମୁକ୍ତ କରି ତାହା ଉଦ୍ଦେଶ୍ୟରେ ଦୌଡ଼ିଲେ ସେ ଫେରି ପଳାଇ ଆସେ। ସାଗରିକା ବଡ଼ ହେଲା। ଅଲକ୍ଷିତରେ ଯୌବନ ଆସି ତାକୁ ଛୁଇଁଗଲା। ସେ ବର୍ତ୍ତମାନ ସତେଜ ସୁକୁମାର ସୂକ୍ଷ୍ମ ମଞ୍ଜରୀଟିଏ। ବୃଦ୍ଧ ବଣିକର ସେ ଦିଗକୁ ନଜର ନାହିଁ। ସେ ସୁନୀଳ ସାଗରଟାକୁ ହିଁ ଘର କରି ନେଇଛି। ବାଳିକାଟିକୁ ବଡ଼ ହେବାର ଦେଖି ସେ ନିଶ୍ଚିନ୍ତରେ କେତେକ ରାତି ନୀଳ ଜଳ ମଧ୍ୟରେ ଯାପନ କରେ। ବେଳାଭୂମିରେ ସାଗରିକା ରହେ ଏକାକିନୀ, କିନ୍ତୁ ଭୟ କ'ଣ ସେ ଜାଣେ ନାହିଁ। ଶିଶୁକାଳରୁ ବୃଦ୍ଧ ତାକୁ ଏକାକିନୀ ଛାଡ଼ିଯାଏ। ଭୟର କଥା ଦିନେ ତାକୁ କହେ ନାହିଁ। ଏକାକୀ ଜୀବନର ତାହା ଦିହ ଘଷା ହୋଇଯାଇଛି। ବାଲି ହରିଣ ପଲ ପଲ ହୋଇ ତାର କୁଡ଼ିଆ ଦ୍ୱାରକୁ ଆସନ୍ତି। ସେଥିରୁ ଗୋଟାଏ ଧରି ରଖିବାକୁ କେବେ ତାର ଇଚ୍ଛା ହୋଇନାହିଁ। ସେ ଯେ ସେହିମାନଙ୍କ ପରି ମୁକ୍ତ, ସେହିମାନଙ୍କ ପରି ଦକ୍ଷିଣ ବତାସ ପାନ କରେ, ବାଲୁକା ଉପରେ କ୍ରୀଡ଼ା କରେ, ନୃତ୍ୟ କରେ। କେତେବେଳେ ସେମାନଙ୍କ ମେଣ୍ଟ ଭିତରେ ପଶି କାହାକୁ ଚୁମ୍ବନ, କାହାକୁ ଆଲିଙ୍ଗନ କରି ବସନ୍ତ ସନ୍ଧ୍ୟାରେ ସେମାନଙ୍କ ସହିତ ଇତସ୍ତତ ଧାବମାନ ହୁଏ। ପ୍ରକୃତିର ଲଳିତ ମାନବ ଶିଶୁ ସେ। ହରିଣୀ କିମ୍ବା ସାମୁଦ୍ରିକ ପକ୍ଷୀମାନଙ୍କ ସଙ୍ଗେ ମିଶିବାକୁ ବେଶ ଜାଣେ। ହରିଣୀ ଗୁଡ଼ାକଙ୍କର ବି ଡର ଭୟ ନାହିଁ। ସ୍ୱଚ୍ଛନ୍ଦରେ ତାହା ସଙ୍ଗରେ ବିଚରଣ କରନ୍ତି। ତାକୁ ଡାକି ନେବାକୁ ମଧ୍ୟେ ମଧ୍ୟେ ପୋଲ ବାନ୍ଧି ତାହାର କୁଟୀର ଦ୍ୱାରରେ ଆସି ଠିଆ ହୁଅନ୍ତି। ପବନ ସଙ୍ଗରେ ହରିଣୀମାନଙ୍କ ସଙ୍ଗରେ ଦୌଡ଼ିବାକୁ ଆବାଲ୍ୟ ଅଭ୍ୟସ୍ତ ଥାଇ ତାର ଗତି ଅଲୌକିକ କ୍ଷିପ୍ର ହୋଇପଡ଼ିଥିଲା। ଅନ୍ୟ କୌଣସି ମାନବ ଶିଶୁ ସେ ଦିଗରେ ତାର ସମକକ୍ଷ ହେବ ନାହିଁ। ତାର ପରିଧେୟ ମାତ୍ର 2 ଖଣ୍ଡି। କୋଣାର୍କରେ ମତ୍ସ୍ୟ ବିକ୍ରୟ କରି ବୃଦ୍ଧ ବଣିକ ତାହା ଆଣି ଦେଇଥିଲା। ବୃଦ୍ଧ ଥିବା ସମୟରେ ବସ୍ତ୍ର ଖଣ୍ଡିଏ ପରିଧାନ କରି ସେ ଯୌବନକୁ ଲୁଚାଇ ରଖେ। କାରଣ ସେ ଦେଖେ ବୃଦ୍ଧ ଏହିପରି ଲଜ୍ଜା ନିବାରଣ କରେ। ତା ନହେଲେ ଦେହରେ ବସ୍ତ୍ରଟା ରଖିବା ତାକୁ ବଡ଼ ଅଡ଼ୁଆ ଲାଗେ। ବଣିକ ଯେତେବେଳେ ସାଗର ଗର୍ଭରେ ମତ୍ସ୍ୟ ସଂଗ୍ରହରେ ବ୍ୟସ୍ତ ଥାଏ, ଏହି ଯୁବତୀ ତାର ନଗ୍ନ ଶୈଷ୍ଠବ ଆକାଶ ପବନରେ ବଜାଇ ଦେଇ କ୍ରୀଡ଼ା କରେ। ସେ ଲଜ୍ଜା ଜାଣେ ନାହିଁ, ମାନବ ସମାଜର ସ୍ନେହ ପ୍ରେମ ବୁଝି ନାହିଁ। ଏ ଯୌବନ ବହନ କରି ସେଥିଲାଗି ତାକୁ ବିଚଳିତ ହେବାକୁ ହୋଇନାହିଁ। ତାହାର ସୁଦୀର୍ଘ କେଶଗୁଚ୍ଛ ବନ୍ଧନ ପ୍ରସାଧନ ଅଭାବରେ ପବନ ମୁଖରେ ଫରଫର ହୋଇ ଉଡ଼େ। ମୁକ୍ତ ଆକାଶ ପବନ, ମୁକ୍ତ ଆଲୋକ ଓ ବାଲୁକା ଶଯ୍ୟାର ସଂସ୍ପର୍ଶରେ ପୁଣି ପ୍ରତିଦିନ ଉଦ୍ଦାମ ଉଚ୍ଛୃଙ୍ଖଳ କ୍ରୀଡ଼ା ଦ୍ୱାରା ସାଗରିକା ଅଙ୍ଗରେ ନାରୀ ସୁଲଭ କୋମଳତା ନଥିଲା। ତାର ଅଙ୍ଗର ବର୍ଣ୍ଣ କୃଷ୍ଣ ନୁହେଁ, ସାଗର ପରି ଗାଢ଼ ନୀଳ। ତାର ସୁଗୋଲ ସୁଠାମ କୃଷ୍ଣ ବାହୁ ଦିଓଟି ଖୁବ୍ କଠିନ, ସକଳ ଅବୟବ ପ୍ରସ୍ତର ଅଙ୍ଗର ଖୋଦିତ ହେଲା ପରି ନିପୁଣତା ଓ ପରିପାଟିରେ ବିକଶିତ। ତାର ଆଭରଣହୀନ ଶରୀର ଆକାଶ ଆଲୋକରେ ବର୍ଦ୍ଧିତ ହୋଇଥିଲା, ତେଣୁ ଗଠନରେ ସେ ପୂର୍ଣ୍ଣ ନିଖୁଣ। ସେ ଏଥିମଧ୍ୟରେ ସମୁଦ୍ରରେ ଉତ୍ତମ ରୂପେ ସନ୍ତରଣ ଶିଖିପାରିଥିଲା। ସାଗରର ଲବଣାକ୍ତ ଜଳ ଅବୟବକୁ ତାହାର କର୍କଶ ଓ ଶୀତଳ ରଖିଥିଲା। ବିଶ୍ରାମ ସମୟ ବ୍ୟତୀତ ସେ ଆଉ କେବେ କୁଟୀର ମଧ୍ୟରେ ନଥାଏ। ଆକାଶରେ ଯେତେବେଳେ ଝଡ଼ ଉଠେ, ସମସ୍ତ ନୀଳିମା ଲୋପ କରି ବଜ୍ର ବିଦ୍ୟୁତ୍ ଯେତେବେଳେ ଚିରିଚିରି କରି ଉଠେ, ସାଗର ବକ୍ଷ ଧୂମାୟିତ ହୋଇ ଉତ୍ତାଳ ତରଙ୍ଗରେ ପୃଥିବୀକୁ ଗ୍ରାସ କରିବାକୁ ଭୟ ଦେଖାଏ, ଆଉ ବାଲୁକା ରାଶି ଅସ୍ଥିର ବେଗରେ ଆକାଶ ସମୁଦ୍ର ବ୍ୟାପିଯାଏ, ସେତେବେଳେ ସେ ହୁ ହୁ ଗତିରେ ଘୂର୍ଣ୍ଣିବାୟୁ ପରି ନାନା ଦିଗରେ ଧାବମାନ ହୋଇ କ୍ରୀଡ଼ା ଆରମ୍ଭ କରେ। ସେତେବେଳେ ବତାସ ତାର ନଗ୍ନ ଯୌବନକୁ ସହସ୍ରବାର ଆଲିଙ୍ଗନ କରେ, ତାର ସକଳ ଅଙ୍ଗରେ ଧୂଳିବେଷ୍ଟନ କରେ, ଆଉ ସେ ନିଜେ ଅଶାନ୍ତ କ୍ଷିପ୍ରତା ଘେନି ଉଦ୍ଦାମ ବେଗରେ ଉତ୍ଫୁଲ୍ଲ ହୋଇଉଠେ। କଜ୍ଜଳ କେଶଦାମ କ୍ଷିପ୍ର ପବନ ସଙ୍ଗରେ ଊର୍ଦ୍ଧ୍ୱ ଆକାଶକୁ ଉଠିଯିବାକୁ ଧାଏଁ। ତାର ସଜର ପଦକ୍ଷେପ ବେଳାଭୂମିକୁ ଗଭୀର ପ୍ରାସ ଦେଇ ଆଘାତ କରେ। ତାର କୃଷ୍ଣ କଳେବର କୁଟୀର ଦୃଷ୍ଟିରୁ କ୍ଷଣକେ ଅପସୃତ ହୁଏ। ପୁଣି ଯେତେବେଳେ ସ୍ନିଗ୍ଧ ଚନ୍ଦ୍ରିକା ତାର ପ୍ରତି ଅଙ୍ଗରେ ଚୁମ୍ବନ ଦାଗ ରଖିଦିଏ, ନିଘଞ୍ଚ କେଶ ଗୁଚ୍ଛକୁ ସୁଦ୍ଧା ସିଞ୍ଚନରେ ଆର୍ଦ୍ର କରେ, ସେ ଛୁଟିଯାଏ ସାଗର ଅଭିମୁଖରେ। ତାର ନଗ୍ନ ସୌନ୍ଦର୍ଯ୍ୟକୁ ସେ ସାଗର ମଧ୍ୟରେ ଢାଳିଦିଏ। ଜ୍ୟୋତ୍ସ୍ନା ସ୍ପର୍ଶରେ ସାଗର ବକ୍ଷ ଆବେଗରେ ଫୁଲି ଉଠିଥାଏ। ସେ ଏହି ଚନ୍ଦ୍ରିକା କ୍ଷୁଭିତ ସାଗର ଜଳରେ ଆତ୍ମସମର୍ପଣ କରି ଚଞ୍ଚଳ ଗତିରେ ସନ୍ତରଣ କରେ। ଚନ୍ଦ୍ର ଜ୍ୟୋତ୍ସ୍ନାରେ ଯୁବତୀ ଅନ୍ତରସିକ୍ତ ହୋଇଉଠିଛି। ନୟନରେ ମଧୁର କାନ୍ତଭାବ ବିକଶି ଉଠିଛି। ତୋଫାନର ସେ ରକ୍ତ ନେତ୍ର ବର୍ତ୍ତମାନ ଆଉ ନାହିଁ। ସାଗରୋତ୍ଥିତ ସଙ୍ଗୀତର ଅନୁକରଣ କରିବାକୁ ଯାଇ ତାର କଣ୍ଠ ଗଭୀର ଓ ଦୃଢ଼। ସେହି ସଙ୍ଗୀତରେ ସ୍ୱର ମିଶାଇ ସେ ଗାଇବାକୁ ଆରମ୍ଭ କରେ। ତାକୁ ଶୁଣେ କେବଳ ସେହି ସାଗର, ସେହି ପ୍ରାଣହୀନ ଶୁଷ୍କ ସିକତରାଜି।
ପୁଣି ଯେତେବେଳେ ପ୍ରାଚୀ କୂଳରେ ରକ୍ତିମ ଛଟା ଖେଳାଇ ଦେଇ ସୂର୍ଯ୍ୟ ଉଇଁ ଉଠେ, ସାଗରିକା ନିରୀକ୍ଷଣ କରେ ତାର ନଗ୍ନ ସୌନ୍ଦର୍ଯ୍ୟର ଛାୟା କିପରି ବେଳାଭୂମିକୁ ଗାଢ଼ ଆଲିଙ୍ଗନ କରୁଛି। ଏକାବେଳକେ ସମସ୍ତ ଅଙ୍ଗ ଦେଇ ସେ ଚମକି ପଡ଼ି ଜଳଧିବକ୍ଷରେ ଲମ୍ଫ ପ୍ରଦାନ କରେ। ପୂର୍ବ ଦିଗ୍ବଳୟର ସେ ଗୋଲାପୀ ଆଭା ପାନ କରିବାକୁ ସନ୍ତରଣ କରି ଧାବମାନ ହୁଏ। ସୂର୍ଯ୍ୟ ଆକାଶରେ ଊର୍ଦ୍ଧ୍ୱକୁ ଉଠି ଆସେ। ସମସ୍ତ ରକ୍ତିମା ନିଭାଇ ଦେଇ ନିରାଟ କିରଣ ସଂସାରରେ ରାଜତ୍ୱ କରେ। ସେ ପୁଣି କୂଳକୁ ଫେରିଆସେ। ସମ୍ମୁଖରେ ମୁକୁର ଧରି କେହି ତାହାର ମୁଖ ସୁଷମା ତାକୁ ଦେଖାଇ ନାହିଁ। ତାର ଦେହ ସୌନ୍ଦର୍ଯ୍ୟ ପ୍ରତି ତାକୁ ଦିନେ ହେଲେ ଲକ୍ଷ୍ୟ କରିବାକୁ ହୋଇନାହିଁ। ଚତୁର୍ଦିଗର ଏହି ଅସୀମ ଶୂନ୍ୟତାର ସୌନ୍ଦର୍ଯ୍ୟ ପ୍ରତି ତା ଅନ୍ତର ଆକୃଷ୍ଟ ହୋଇପଡ଼ିଥିଲା। ସେ କେବଳ ଏହି ନଗ୍ନ ପ୍ରାକୃତିକ ପ୍ରେମ କରି ଶିଖିଥିଲା। ତାର ବନ୍ଧନ ନାହିଁ, ବ୍ୟବହାର ଜ୍ଞାନ ନାହିଁ, ଶିକ୍ଷା ଦୀକ୍ଷା ନାହିଁ, ମାନବ ଚରିତ୍ରର କୌଣସି ଚିହ୍ନ ନାହିଁ। କେବଳ ଅଛି ଗୋଟାଏ ପ୍ରବଳ ପ୍ରାଣର ତାଡ଼ନା ଓ ଯୌବନ ସୁଲଭ ଗୋଟାଏ ଉଦ୍ଦାମ ସୌନ୍ଦର୍ଯ୍ୟ ତୃଷ୍ଣା। ବୃଦ୍ଧ ବଣିକ ନିଜର ଅତୀତ ଉପରେ ଢଳି ପଡ଼ିଥିଲା। ସାଗର ବକ୍ଷରେ ବହୁ ସମୟ ଅତିବାହିତ କରି ତାହାରି ଦୁଃଖର ଅତୀତଟାକୁ ଭୁଲିଯିବାକୁ ସେ ବ୍ୟଗ୍ର। ତେଣୁ ଏହି ଯୁବତୀ ପ୍ରତି ତାର ବିଶେଷ ଲକ୍ଷ୍ୟ ନଥିଲା। କେବେ କେବେ ସେ ତାକୁ କିମ୍ଭୂତ କିମାକାର ପରି ଲାଗୁଥାଏ। ତାହାର ଦେଶ କିମ୍ବା ପିତାମାତାଙ୍କ ସମ୍ବାଦ ସେ କିଛି ପାଇନାହିଁ। ଯେତେବେଳେ ସେ ସମୁଦ୍ର ଗର୍ଭରେ ମହା ଆନନ୍ଦରେ ଚିପାକାଠି ଖଣ୍ଡ ବୁହାଇ ନିଏ, ମଧ୍ୟେ ମଧ୍ୟେ କୂଳକୁ ଦୃଷ୍ଟି ନିକ୍ଷେପ କରି ଯୁବତୀର ଅଭିନବ ନୃତ୍ୟ ସନ୍ଦର୍ଶନ କରେ। ମନେ ହୁଏ ସେ ଯେପରି ମନୁଷ୍ୟ ନୁହେଁ, ସମୁଦ୍ର ଗର୍ଭରେ କେହି ନାଗକନ୍ୟା। ପୁଣି ଯେତେବେଳେ ବୃଦ୍ଧ କୁଟୀରକୁ ଫେରିଆସେ, ସେ ଏହି ଶିଶୁପ୍ରାଣ ଯୁବତୀ ସଙ୍ଗରେ ନାନା ରଙ୍ଗ କରି କାଳକ୍ଷେପଣ କରେ। ଯୁବତୀଟି ବୃଦ୍ଧର ଇଙ୍ଗିତରେ କ୍ଷୁଦ୍ର ମୃଗ ଶିଶୁ ପରି ନୃତ୍ୟ କରେ, ସମୁଦ୍ର ପରି ସଙ୍ଗୀତ ଉଠାଏ, କୂଳର କଙ୍କଡ଼ାଗୁଡ଼ିକୁ ବିଦ୍ୟୁତ୍ ଗତିରେ ଗଡ଼ାଇ ଯାଇ ଧରି ଆଣେ। ବୃଦ୍ଧର ପଲକପାତରେ ଯୁବତୀ ନାନା ଦିଗରେ ଧାବମାନ ହୋଇ ମୁହୂର୍ତ୍ତରେ ଫେରିଆସେ। ବୃଦ୍ଧ ବାଃ ବାଃ କହି ହାତତାଳି ଦିଏ, ମନେ ମନେ କହେ, ଅଦ୍ଭୁତ ଅଦ୍ଭୁତ। ଏହିପରି ସ୍ୱଚ୍ଛନ୍ଦ ସ୍ୱାଧୀନତା ଉପଭୋଗ କରି ତାହାର 15-16 ବର୍ଷ କାଳ ବେଳଭୂମିରେ ଅତିବାହିତ ହୋଇଗଲା। ତାହାର ଅଭାବ ଅତି ସାମାନ୍ୟ, ଦୁଃଖ ତାହାଠାରୁ ବି କମ୍, ରୋଗ କ'ଣ ସେ ଜାଣେ ନାହିଁ। ଚିନ୍ତା କରିବା ତାର ପକ୍ଷରେ ଅସମ୍ଭବ। ତାରି ପାଖରେ ସେ ବୃଦ୍ଧ ଯେ କେତେ ଦୁଶ୍ଚିନ୍ତା, କେତେ ବିକଳ ସ୍ମୃତି ଜାକି ଧରିଛି, ସେସବୁ ସମ୍ବାଦ ଯୁବତୀ ରଖେ ନାହିଁ। ଯାହା ହେଉ, ବର୍ତ୍ତମାନ ସାଗରିକା ଜୀବନରେ ପରିବର୍ତ୍ତନର ସମୟ ଆସିଗଲା। ଶରତ୍କାଳ। ପ୍ରତ୍ୟୁଷରୁ ଉଠି ସେ ଦେଖେ ଭୁବନମୟ କୁଜ୍ଝଟିକାର ଗୋଟିଏ ଧବଳ ଆସ୍ତରଣ ବ୍ୟାପି ରହିଛି। ଆବରଣବିହୀନ ନଗ୍ନ ଦେହରେ ଶୀତ, ଗ୍ରୀଷ୍ମ ଓ ବର୍ଷା ଆଦି ବରି ନେବାକୁ ସେ ଚିର ଅଭ୍ୟସ୍ତ। ତେଣୁ ଆଜି ପୃଥିବୀର ଏହି ବିଧବା ସାଜ ଦେଖି ସେ ବେଳାବିହାର ଉଦ୍ଦେଶ୍ୟରେ ବାହାରିଲା। ତାହାର ଚକ୍ଷୁ ଲୋମରେ ତୁଷାର ଜମି ବିନ୍ଦୁ ବିନ୍ଦୁ ହୋଇପଡ଼ିଛି। ତାର କେଶଗୁଚ୍ଛ, ଅଧର, କପାଳ ଆଦି ସମସ୍ତ ଅଙ୍ଗରେ ତୁଷାର ବିନ୍ଦୁ ଲାଗିଛି। ସେ କିନ୍ତୁ ଅବିରାମ ଗତିରେ ତୁଷାର କାଟି ଚାଲିଛି। ଅଳ୍ପ ଦୂରରେ ତୁଷାର ରାଶି ମଧ୍ୟରେ କୃଷ୍ଣକାୟ ଗୋଟିଏ ଚଳନ୍ତ ମୂର୍ତ୍ତି ଦେଖିପାରିଲା। ଅତ୍ୟନ୍ତ କୌତୂହଳ ଜନ୍ମିଲା। ନିର୍ଜନ ବାଲୁକା ପ୍ରାନ୍ତରେ ଏହି ଅଦ୍ଭୁତପୂର୍ବ ମୂର୍ତ୍ତିକା ଦେଖିବା ଲାଗି ସେ ଅଗ୍ରସର ହୋଇ ଦେଖିଲା। ଗୋଟାଏ ଘଟକ ତୀର ବେଗରେ ଅନ୍ତର୍ଧ୍ୟାନ ହୋଇଗଲା। ଅଶ୍ୱାରୋହୀ ଯୁବକ କୋଣାର୍କ ସହରର ଜଣେ ଧନୀ ସୌଦାଗରର ପୁତ୍ର। ସୌଦାଗରର 7 ପୁଅ 6 ବୋହୂ, ସବା ସାନ ପୁଅ ଅବିବାହିତା। କେତେ ଦେଶରୁ କେତେ କନ୍ୟା ଆସିଲେ, କେହି ତା ମନକୁ ପାଇଲା ନାହିଁ। ସେ ନାନା ଦେଶ ପର୍ଯ୍ୟଟନ କରି ନିଜ ଅଭିଳାଷିତ କନ୍ୟା ନ ପାଇ ଗୃହକୁ ଫେରୁଥିଲା। ତାର ଥାଟ ସୈନ୍ୟ ଆଗରେ ପଛରେ ହୋଇ ଆସୁଥିଲେ। ଅଭେଦ୍ୟ ତୃଷାର ଗହଳରେ କେହି ସାଗରିକାକୁ ଦେଖିପାରିଲେ ନାହିଁ। ପାରିଲା କେବଳ ସେହି ସୌଦାଗରର ପୁଅ। କିନ୍ତୁ ସେ କ୍ଷଣକ ଲାଗି ମନରେ ତାହାର ନାନା ତର୍କ ପହଞ୍ଚିଲା। ନିର୍ଜନ ମରୁରେ ଏହି ରୂପସୀ କିଏ? ନଗ୍ନ କାହିଁକି? ଏ କ'ଣ ମନୁଷ୍ୟ ନୁହେଁ, କୌଣସି ଦେବୀ? ଯୁବକ ଗୃହକୁ ଫେରିଲା ସତ, କିନ୍ତୁ ସାଗରିକାକୁ ଭୁଲି ପାରିଲା ନାହିଁ। କୋଣାର୍କକୁ ଆସି କେତେଥର ବାଲୁକା ପ୍ରାନ୍ତରେ ତାକୁ ଖୋଜି ବୁଲିଲା, କିନ୍ତୁ ସବୁ ଅକାରଣ। କିଛି ମାତ୍ର ସନ୍ଧାନ ନାହିଁ। ତଥାପି ସେ କ୍ଷାନ୍ତ ନୁହେଁ। ପ୍ରତିଦିନ ସଞ୍ଜ ସକାଳେ ସେ ପାଗଳ ପରି ଖୋଜି ବୁଲେ। ପୁଣି ଏପରି ଅବସ୍ଥାରେ ଅକସ୍ମାତ୍ ଯୁବକକୁ ଦେଖି ଯୁଗପତ୍ ଭୟ ବିଷାଦରେ ଯୁବତୀ ପ୍ରାଣରେ ଗୋଟାଏ ଧକ୍କା ପଶିଗଲା। ଆଜି ଯାଇ ଦିନେ ହେଲେ ଯାହା କେବେ ତାହାର ଅନୁଭୂତିକୁ ଆସିନାହିଁ, ସେହି ଗୋଟାଏ ଅଜଣା ରୋଗ ଧରିଲା। କିନ୍ତୁ ତାହାର ବଳିଷ୍ଠ ସୁଦୃଢ଼ ଦେହକୁ କୌଣସି ରୋଗର ଶକ୍ତି ନାହିଁ। ଶୀଘ୍ର ଅବଶ୍ୟ କରିଦେବ। ତାହାର ଚଞ୍ଚଳ ଗତି ଉଦ୍ଦାମ ନର୍ତ୍ତନରେ ଏତେ ଶୀଘ୍ର ବାଧା ଦେବ। ଜ୍ୱର ତାର ଅଙ୍ଗରେ ଧୀରେ ଧୀରେ ସଞ୍ଚାର କରୁଥାଏ ଅଜ୍ଞାତରେ, ଅତି ଗୋପନରେ। ଅବଶେଷରେ ଗୋଟାଏ ରାତ୍ରିରେ ସବୁ ଓଲଟପାଲଟ ହୋଇଗଲା। ସେଦିନ ଆକାଶରେ ମେଘ ଉଠିଥିଲା। ସାୟାହ୍ନରେ 2-4ଟା ପାରା ବିନ୍ଦୁ ହୋଇ ମେଘ ତଳେ ମିଶି ଯାଉଥିଲା।
ବାଲୁକା ପ୍ରାନ୍ତରେ ନାନା ସ୍ଥାନରୁ ଖଣ୍ଡିଆଭୂତ ଗୋଟାଏ ଗୋଟାଏ ପ୍ରସ୍ତୁତ ହୋଇ ରହୁଥିଲେ। ମେଘର ଛାୟା ସାଗର ବକ୍ଷରେ ପଡ଼ି ଭୀଷଣ ଢେଉର ଆୟୋଜନରେ ଥିଲା। ବୃଦ୍ଧ ଧୀବର ଉଲ୍ଲାସରେ ଟିପା କାଠି ଖଣ୍ଡେ ଧରି ବାହାରିଲା। ଯୁବତୀଟି ମଧ୍ୟ ଅନାବଶ୍ୟକ ପରିଧାନଟି କୁଟୀର ମଧ୍ୟରେ ରଖିଦେଇ ଏହି ଭାବି ତୋଫାନକୁ ନିମନ୍ତ୍ରଣ କରିବାକୁ ପ୍ରସ୍ତୁତ ହେଲା। ଅବାଧ କେଶଗୁଡ଼ାକୁ ଯଥାତଥା ବାନ୍ଧିଦେଲା। 2-4ଟା ନାଲି ନେଳି ଘାସ ଫୁଲ କାନ ପାଖରେ ଘଷିଲା। କୁଟୀର ମଧ୍ୟରୁ ଚାହିଁ ଦେଖିଲା, ବୃଦ୍ଧ ଅନେକ ଦୂର ପାର ହୋଇଯାଇଛି। ଯେଉଁ ଦିଗରୁ ଭୀମ ସୀମାରହରେ ମେଘ ଉଠୁଥିଲା, ଆକାଶରେ ସେହି କୋଣକୁ ସେ କିଛିକ୍ଷଣ ଚକିତ ଦୃଷ୍ଟି ନିକ୍ଷେପ କଲା। ସେତେବେଳେ ଦେଖିଲା ଚତୁର୍ଦିଗରେ ଘୂର୍ଣ୍ଣିବାୟୁ ଉଠି ଆକାଶ ଓ ପୃଥିବୀକୁ ଧୂଳିରାଶିରେ ଏକ କରି ଦେଉଛି। ଆଉ ବିଳମ୍ବ ନ କରି ମେଘ ଅଭିମୁଖରେ ଧାବମାନ ହେଲା। ତାହାର ଶିଥିଳ କବରୀ ଫିଟି ପଡ଼ିଲା। ଫୁଲ କେତେଟା କିଏ କାହିଁ ପଡ଼ିଲା। ଅଖଣ୍ଡ ଅନ୍ଧକାର ମଧ୍ୟରେ ଖଳଖଳ ହସି ସେ ଧାବମାନ ହେଉଥିଲା କେଉଁ ଦିଗକୁ କିଏ ଜାଣେ। ଅନ୍ତର ମଧ୍ୟରେ କେଉଁ ଅସହ୍ୟ ଅତୃପ୍ତି ଧରି ଏହି ବିଶ୍ୱ ବିହରିଣୀ କିଏ ଦୁରନ୍ତ ତୃଷାରେ ଆର୍ତ୍ତଚିତ୍କାର କରି କେଉଁ ପ୍ରେମିକର ଉଦ୍ଦେଶ୍ୟରେ ଉଦ୍ଦାମ ଅଭିସାରିଣୀ ହୋଇ ଧାଇଁଥିଲା ତାହା କିଏ କହିବ। ଏହି ଅନ୍ଧକାରକୁ ଭେଦ କରି ସେ ପ୍ରଖର ଗତିରେ ଧାଇଁଲା। ଆକାଶ ନିର୍ମଳ ହେଲା। କଳାମେଘ ଖଣ୍ଡେ ପାର ହୋଇ ଚନ୍ଦ୍ର ଆକାଶରେ ଦ୍ରୁତଗତି କରୁଥିଲା। ସେ ଝଡ଼ ଓ ନିବିଡ଼ ଅନ୍ଧକାର ମଧ୍ୟରେ ସୁଇ ଅଙ୍ଗକୁ ମିଶାଇ ଦେଇ ବହି ଚାଲିଥିଲା। କିନ୍ତୁ ବର୍ତ୍ତମାନ ଜ୍ୟୋତ୍ସ୍ନା ତଳେ ନିର୍ଜନ ବାଲୁକା ପ୍ରାନ୍ତରରେ ସେ ନିଜକୁ ଆବିଷ୍କାର କଲା। ଏହିଠାରୁ ନିଜକୁ ଦେଖି ବୁଝିଲା ଯେ ମେଘ ଓ ଅନ୍ଧକାରକୁ ସେ ପୃଥକ୍। ତାହାର ବାସସ୍ଥାନ ଗୋଟାଏ ଅଛି, ସେଠାକୁ ଫେରିଯିବାକୁ ହେବ। ପାଦ ଯୋଡ଼ିକ ତାର କାହିଁକି ଆଜି ଆଶ୍ଚର୍ଯ୍ୟ ରୂପେ ଅବସନ୍ନ ହୋଇପଡ଼ିଲା। ସେ ଧୀର ପଦରେ ଚଳିବାକୁ ଲାଗିଲା। ମଧ୍ୟେ ମଧ୍ୟେ ଗୋଟାଏ ଆର୍ଦ୍ର ବାୟୁରେ ଦେହସାରା ଶୀତେଇ ଉଠୁଥାଏ। ପଥର ସ୍ଥାନେ ସ୍ଥାନେ ବାଲୁକା ପ୍ରାନ୍ତରରେ ଝଡ଼ର ଅବଶେଷ ଚିହ୍ନଜଳ ଭରି ରହିଛି। ଭେକର କର୍କଶ ଶବ୍ଦ ଶୁଭୁଛି। ଚତୁର୍ଦିଗ ନିସ୍ତବ୍ଧ ନିସ୍ପନ୍ଦ। ସେ କ୍ରମେ ସାଗର ତୀରରେ ପହଞ୍ଚି କୁଟୀର ଅଭିମୁଖରେ ଚାଲିଲା। କୁଟୀର ତାହାର 2ଟା ପୁରାତନ ବାଲୁକାସ୍ତୂପ ମଧ୍ୟରେ। ବଡ଼ ବଡ଼ ବତାସରେ ସୁଦ୍ଧା ତାର କିଛି କ୍ଷତି ହୁଏ ନାହିଁ ଏବଂ ଏହି ସ୍ତୂପ ଅବକାଶରେ ଥିବାରୁ ସୌଦାଗର ପୁତ୍ରର ସକଳ ଚେଷ୍ଟା ସତ୍ତ୍ୱେ ତାର ସନ୍ଧାନ ମିଳେ ନାହିଁ। ସାଗର ବେଳାରେ ଚାଲୁ ଚାଲୁ ହଠାତ୍ ସେ ସାଇତ ଗୋଟାଏ ମାନବ ଶରୀର ଦେଖିପାରିଲା। ସୌଦାଗରର ପୁତ୍ର କଥା ମନେ ପଡ଼ି ତାର କମ୍ପ ଜୋର ଆସିଲା। କାଳେ ସେ ସେହି ଘଟକ ଉପରେ ବସାଇ ତାକୁ ନେଇଯିବ। କିନ୍ତୁ ତାର କୌତୂହଳଟାର ଜୟ ସବୁଠାରେ। ସେ ଭୟରେ ଭୟରେ ସାଇତ ଲୋକ ନିକଟକୁ ଯାଇ ଯାହା ଦେଖିଲା ସେଥିରେ ତାର ଭୟର କାରଣ ରହିଲା ନାହିଁ। ଏ ଯେ ସେହି ବୃଦ୍ଧ ବଣିକର ଶରୀର। ସେ ତ ତୋଫାନ ଦେଖି ଟିପା କାଠି ଧରି ସମୁଦ୍ର ଗର୍ଭକୁ ଯାଉଥିଲା। ଏଠାରେ ଏପରି ଶୋଇଛି କାହିଁକି? ବୋଧହୁଏ ଅତ୍ୟଧିକ ପରିଶ୍ରମରୁ କ୍ଳାନ୍ତ ହୋଇ ପଡ଼ିଛି। ବୃଦ୍ଧ ଅଙ୍ଗକୁ ଧୂଳି ଝାଡ଼ି ତାକୁ ଉଠାଇବାକୁ ଗଲା। ବୃଦ୍ଧ କିନ୍ତୁ ଉଠେ ନାହିଁ। ସେ ଯେ ଜୀବନବ୍ୟାପୀ ଶ୍ରାନ୍ତି ବାଧାରେ ଚିରଦିନ ପାଇଁ ଶୋଇପଡ଼ିଛି, ଉଠିବ କାହିଁକି? ସାଗରିକାର ମୃତ୍ୟୁ ଭୟ ନାହିଁ। କେହି ନ ମାରିଲେ ଲୋକ ଛାଏଁ ଛାଏଁ ମରିପାରେ ନାହିଁ, ଏହା ହିଁ ତାହାର ଧାରଣା। କାରଣ ସେ ବୃଦ୍ଧକୁ ମତ୍ସ୍ୟ ମାରିବାର ଦେଖିଛି, ଶିକାର କରିବାର ଦେଖିଛି। କିନ୍ତୁ କେହି ନ ମାରି ଯେକୌଣସି ଜନ୍ତୁ ଆପେ ଆପେ ମରିଛି ଏପରି ସେ କେବେ ତ ଦେଖି ନାହିଁ। ସେ ଗୋଟାଯାକ ଜୀବନର ଉଦ୍ଦେଶ୍ୟ କେବଳ ମନେ କରି ନେଇଛି ଏହିପରି ପ୍ରକୃତିର ସଙ୍ଗରେ ଏକ ଯୋଗ ହୋଇ ନୃତ୍ୟ କରିବା। ଏ ଜୀବନର ଆଦି ନାହିଁ କିମ୍ବା ଅନ୍ତ ନାହିଁ। ଏହା ସନାତନ ଓ ଅସୀମ। ଘର ଦ୍ୱାର ଧନ ସମ୍ପତ୍ତି ବନ୍ଧୁ ପରିବାର ତିଳେ ହେଲେ ସେ କାହାରି କିଛି ଧରେ ନାହିଁ। ନିରାଟ ବାସ୍ତବ ମଧ୍ୟରେ ତାହାର ସୃଷ୍ଟି ସ୍ୱତନ୍ତ୍ର। ସେ ସ୍ୱପ୍ନର ବୈଚିତ୍ର୍ୟର ସୃଷ୍ଟି। ବୃଦ୍ଧକୁ ଉଠାଇବାରୁ ସେ ଯେତେବେଳେ ଉଠିଲା ନାହିଁ, ସାଗରିକା ଭାବିଲା ସେ ଗଭୀର ନିଦ୍ରାରେ ମଗ୍ନ। କାନ ପାଖରେ ଚିତ୍କାର କରି ଡାକିଲା, ଆଉ ଜୋରରେ, ଆଉ ଜୋରରେ। କାହିଁ? ବୃଦ୍ଧ ତ କାହିଁକି ଶୁଣୁନାହିଁ। ଚିତ୍କାର କରି କରି ଚକ୍ଷୁକୁ ତାର ଜଳ ଆସିଲା। ମୁଖମଣ୍ଡଳ ଲାଲ ହୋଇଗଲା। ସେତେବେଳକୁ ଜ୍ୱର ତାକୁ ଗାଢ଼ ରୂପେ ଆକ୍ରମଣ କରିଥିଲା। ହତଜ୍ଞାନ ହୋଇ ସେହିଠାରେ ସେ ଟଳି ପଡ଼ିଲା। ସାଗରିକାକୁ ଦେଖିବା ଦିନୁ ସୌଦାଗରର ପୁତ୍ର ଏକରକମ ପାଗଳ ହୋଇଯାଇଛି। ପାନ ଆହାର ନିଦ୍ରାରେ ଆସ୍ଥା ନାହିଁ। ଚିନ୍ତାରେ କ୍ଷୀଣ ତନୁ ହୋଇ ସେ କେବଳ ଭ୍ରମିବାରେ ଲାଗିଛି। ସକାଳ ନାହିଁ, ସନ୍ଧ୍ୟା ନାହିଁ, ଖରା ନାହିଁ, ବର୍ଷା ନାହିଁ। ସବୁ ସମୟରେ କେବଳ ସାଗରିକାର ଅନ୍ୱେଷଣରେ। ସାଗରିକା ମନରେ ମଧ୍ୟ ଟିକିଏ ସଙ୍କୋଚ ଆସିଲା। ସେ ଯୁଆଡ଼େ ବାହାରେ ଟିକିଏ ସାବଧାନ ହୋଇଥାଏ। ସେଥିଲାଗି ସୌଦାଗର ପୁତ୍ର ପକ୍ଷରେ ତାକୁ ଦେଖିବା ଅଧିକ କଷ୍ଟକର ହୋଇପଡ଼ିଥାଏ। ତାର ମାତା ପିତା ଆଦି କେହି ତାର ମନ କଥା ଜାଣନ୍ତି ନାହିଁ। ସେ ଝଡ଼ ରାତ୍ରିଟା ସେ ଆଦୌ ସହିପାରିଲା ନାହିଁ। ସମସ୍ତ ଜୀବନ ଯେପରି ତିକ୍ତ ହୋଇ ଉଠିଛି। ଏକା ସାଗରିକା ତାହାର ଭଜନମାଳୀ ହୋଇ ବସିଛି। ସେ ସମସ୍ତ ରାତ୍ରି ଜାଗ୍ରତ ରହି ପ୍ରତ୍ୟୁଷରୁ ଘଟକ ଆହରଣ କରି ତାର ପ୍ରତିଦିନର କର୍ତ୍ତବ୍ୟ ସେ ଅଜଣା ଅନ୍ୱେଷଣରେ ବାହାରିଲା। ସାଗରିକାର ମ୍ଳାନ ମୁଖରେ ବାଳସୂର୍ଯ୍ୟର ରକ୍ତିମ ଆଭା ପଡ଼ିଛି।
କେଡ଼େ ସୁନ୍ଦର ସେ ମୁଖ, ସାଗର ଫେନ ତାର ବକ୍ଷ ଦେଶରେ ଲାଗିଛି। ସୁଗଲ ସୁଠାମ ବାହୁ ଦିଓଟି ଯେପରି ତାର ଅଙ୍ଗକୁ ଆଲିଙ୍ଗନ କରି ରହିଛି। ସୌଦାଗର ପୁତ୍ର ଅନେକ କ୍ଷଣ ଏକ ଦୃଷ୍ଟିରେ ଏ ସୌନ୍ଦର୍ଯ୍ୟପାନ କଲା। ସାଗରିକାର ନିଦ୍ରା ଭାଙ୍ଗିବାକୁ ତାର ମନ ଗଲା ନାହିଁ। ଯୁବତୀର ନଗ୍ନତା ଆଚ୍ଛାଦନ କରିବାକୁ ନିଜର ଉତ୍ତାରୀୟ କାଢ଼ି ଯେତେବେଳେ ବେଢ଼ାଇ ଦେବାକୁ ଗଲା, ସାଗରିକା ଚମକି ପଡ଼ି ଚାହିଁଲା। ସେହି ଯୁବା ପୁରୁଷ ନିକଟରେ ସେହି ଘଟକ ଦଣ୍ଡାୟମାନ। ସେ ଉଠି ପଳାଇବାକୁ ବାହାରିଲା, କିନ୍ତୁ ପାରିଲା ନାହିଁ। ଜ୍ୱର ଆଉ ଶରୀରର ଦୁର୍ବଳତାରେ ସଂଜ୍ଞାହୀନ ହୋଇ ପଡ଼ି ରହିଲା। ସୌଦାଗର ପୁତ୍ର ତାକୁ ଏହି ଅଚେତନ ଅବସ୍ଥାରେ ଘଟକ ଉପରକୁ ତୋଳି କୋଣାର୍କ ଅଭିମୁଖରେ ଯାତ୍ରା କଲା। ଗୃହ ମଧ୍ୟରେ ପ୍ରବେଶ କରି ବିହିତ ଚିକିତ୍ସା ବ୍ୟବସ୍ଥା କଲା ଓ ବୃଦ୍ଧ ବଣିକର ଅନ୍त्यେଷ୍ଟିର ସମସ୍ତ ବନ୍ଦୋବସ୍ତ କଲା। ସାଗରିକା 2 ଦିନ ଅଚେତନ ହୋଇ ପଡ଼ି ରହିଲା। ତାର ଶୁଶ୍ରୂଷା ପାଇଁ କେତେ ବୈଦ୍ୟ ଆସିଲେ। ତା ଜୀବନରେ ଏହି ପ୍ରଥମ ରୋଗ ଓ ଚିକିତ୍ସାର ଅନୁଭୂତି। 2 ଦିନ ପରେ ଯେତେବେଳେ ଚେତନା ଆସିଲା, ସେ ଚାହିଁ ଦେଖିଲା ସୁସଜ୍ଜିତ ଗୋଟାଏ ଘର, ଚାରିଆଡ଼େ ଚାକଚକ୍ୟମୟ ନାନା ଦ୍ରବ୍ୟ ସମ୍ଭାର। ତାର ସେ ଧୂଳିଶଯ୍ୟା କାହିଁ ନାହିଁ, କୋମଳ ପଲଙ୍କ ଉପରେ ଶୋଇ ରହିଛି। ସେ ସାଗରର ସ୍ୱନ ଆଉ ଶୁଭୁ ନାହିଁ, ସେ ପବନ ଆଉ ଦେହରେ ଲାଗୁନାହିଁ। ଫେର୍ ଚାହିଁ ଦେଖିଲା ନିକଟରେ ସେହି ଯୁବକ। ଭୟରେ ସେ ଚିତ୍କାର କରି ଉଠିଲା। ଯୁବକ ହସି ହସି କହିଲା, ଦୁଃଖ କାହିଁକି? ସେହି ପ୍ରାନ୍ତରକୁ ପୁଣି ଫେରିବାକୁ ଇଚ୍ଛା ହେଉଛି। ସାଗରିକାକୁ ଏ ସମସ୍ତ ଦୃଶ୍ୟ ଅସହ୍ୟ ବୋଧ ହେଉଥାଏ। ସେ ଏସବୁକୁ ଭୁଲିଯିବାକୁ ମୁହଁ ଫେରାଇ ଶୋଇଲା। କ୍ରମେ ସେ ସୁସ୍ଥ ହୋଇ ଉଠିଲା। ଶରୀରରେ ଆଉ ଦୁର୍ବଳତା ନାହିଁ, କିନ୍ତୁ ମନଟା ଯେ ବିକଳ ହୋଇପଡ଼ୁଛି। ଯେଉଁ ଗୃହରେ ସେ ରହିଛି ତାର ଚାରିପାଖରେ ନିର୍ଦ୍ଦୟ କାନ୍ଥ ଚାରିଟା। ଉଦ୍ୟାନକୁ ଗଲେ ଚାରିଆଡ଼େ ପ୍ରକାଣ୍ଡ ପ୍ରାଚୀର ବୁଲିଛି। ଓହୋ, ସେ କେଉଁଠାରେ? ସେ ନୀଳମ୍ବୁ ରାଶି କାହିଁ? ସେ ଆକାଶ କାହିଁ? ସେ ପବନ କାହିଁ? ଏ ଆକାଶଟା ପ୍ରସ୍ତର ପ୍ରାଚୀର ଦ୍ୱାରା ଖଣ୍ଡିତ। ଏ ପବନ ତ କେତେ ଗୃହ ପ୍ରାଚୀରର ଉଚ୍ଛିଷ୍ଟ ପରି। ଆଲୋକର ଏଠାରେ ଯେ ଅବାଧ ଗତି ନାହିଁ। ହାୟ ହାୟ, ତାର ନିଶ୍ୱାସ ରୁଦ୍ଧ ହୋଇଆସେ। ଚତୁର୍ଦିଗ ଅନ୍ଧକାର ଦିଶେ। ସେ ଥକ୍କା ହୋଇ ବସିପଡ଼େ। ସାମାନ୍ୟ ଲୁଗା ଖଣ୍ଡି ରହିବାକୁ ଯେ ଦେହ ରାଜି ନୁହେଁ। କାହା ସଙ୍ଗେ କ'ଣ କହିବାକୁ ହେବ ସେ ଜାଣେ ନାହିଁ। ସୌଦାଗରର ପୁଅ ନାନା ବହୁମୂଲ୍ୟ ଅଳଙ୍କାର ଆଣିଦିଏ। ସାଗରିକା ମୁହଁ ଫେରାଇ କହେ, ଏ କ'ଣ ହେବ? ସୌଦାଗର ପୁଅ ନାନା ଜାତିର ଫୁଲ ଆଣିଦିଏ। ସାଗରିକା କହେ, ମୋର ଘାସ ଫୁଲ ଲୋଡ଼ା। ସୌଦାଗର ପୁଅ ଯେତେବେଳେ କୁଙ୍କୁମ ଚନ୍ଦନ ଦିଏ, ସେ କହେ, ମୋର ସାଗର ଧୂଳିରେ ଶ୍ରଦ୍ଧା। ଶଯ୍ୟା ତ୍ୟାଗ କରି ସେ ଭୂତଳରେ ଶୟନ କରେ। ସୌଦାଗର ପୁଅ ଧରିବାକୁ ଗଲେ ସେ ପାଗଳି ପରି ଏଣେ ତେଣେ ଦୌଡ଼ି ପଳାଏ। ଲୋକ ହସିଲେ। ସୌଦାଗର ପୁଅ ଭାବିଲା, ଏ ପାଗଳିଟାକୁ କାହିଁକି ଆଣିଲି? ଅନୁକୂଳ ପବନ ବହିଲା। ସୌଦାଗର ପୁଅ ନୌକାରେ ପାଲଟେକି ଯାତ୍ରା କଲା ବାଣିଜ୍ୟ ଉଦ୍ଦେଶ୍ୟରେ। ଗଲାବେଳେ କହିଗଲା, ଅଳ୍ପ ଦିନରେ ଫେରିଆସିବ। ସାଗରିକା କାନ୍ଦି କାନ୍ଦି କହିଲା, ମୁଁ ସାଥିରେ ଯିବି। ତାକୁ ବୋଧଶୋଧ କରି ସୌଦାଗର ପୁଅ ଯାତ୍ରା କଲା। ମନେ ମନେ ଆନନ୍ଦିତ ହେଲା। ଏଥର ତାର ପ୍ରେମ ଜୟ କରିପାରିଛି। ବିରହରେ ଏ ପ୍ରେମ ସୁଦୃଢ଼ ହେବ ବୋଲି ଆଶା ରଖି ବାହାରିଲା। ସାଗରିକା ପରେ ଭାବି ଖୁସି ହେଲା। ବଣିକ ପୁତ୍ର ତାର ସେହି ଝଡ଼ ତୋଫାନ ଦେଶକୁ ଯାଇଛି। ତାର ସେ ସାଗର ଢେଉରେ ଜ୍ୟୋତ୍ସ୍ନାର କ୍ରୀଡ଼ା, ବାଲୁକା ପ୍ରାନ୍ତରରେ ପବନର ନୃତ୍ୟ, ତାରି ଝଡ଼ ବତାସ, ବର୍ଷା ଅନ୍ଧକାର, ତାହାରି ହରିଣପଲ। ଆହା, ତାରି ସେ ସବୁ ଏବେ କିପରି ଅଛି? ଥରେ ଯାଇ ଦେଖି ଆସନ୍ତା। କିନ୍ତୁ ପ୍ରାଚୀରଗୁଡ଼ାକ କି ନିର୍ମମ! ସେ ତ ତାକୁ ବାହାରିବାକୁ ଦେବେ ନାହିଁ। ବଣିକ ପୁତ୍ରର କାକୁତି ମିନତି ସହାଗରୁ ସେ ଉଦ୍ଧାର ପାଇଛି ସିନା, ସେ ଯେ ଆବଦ୍ଧ, ମୁକ୍ତିର ପନ୍ଥା ତ ଦିଶୁନାହିଁ। ବାଣିଜ୍ୟ କାଳ ଶେଷ ହୋଇଗଲା। 7 ଭାଇ ବୋଇତରେ ବସି ଗୃହକୁ ଫେରିଲେ। 7 ବୋହୂ ବେଶବାସ ପିନ୍ଧି ବାହାରିଲେ ବୋଇତ ବନ୍ଦାଇବାକୁ। ସାନ ବୋହୂ ସାଗରିକାକୁ ଏସବୁ ବେଶବାସ ଅଡ଼ୁଆ ଲାଗୁଥାଏ। କିନ୍ତୁ ତାର ପ୍ରିୟ ବେଳାଭୂମି ସେ ଦେଖିପାରିବ। ଏହି ଆନନ୍ଦରେ ସେ ଯା'ମାନଙ୍କ ସଙ୍ଗେ ହୁଳୁହୁଳି ଦେଇ ବାହାରିଲା। କୂଳରେ ବୋଇତ ଲାଗିଲା ବେଳକୁ ସନ୍ଧ୍ୟା ଯାଇ ରାତ୍ରି ଆସିଥିଲା। ହୁଳୁହୁଳି ଓ ଶଙ୍ଖଧ୍ୱନିରେ ସାଗର ବେଳା ଉଛୁଳି ଉଠୁଥିଲା। ସେ ଯାହା ସ୍ୱାମୀକୁ ବନ୍ଦାଇବାକୁ ଗଲେ, କିନ୍ତୁ ସାନ ବୋହୂ କାହିଁ? ସନ୍ଧ୍ୟାର ଅନ୍ଧକାରରେ ସେହି କ୍ଷଣ ଚାରିଆଡ଼େ ଚାର ପଠାଗଲା। ସାନ ବୋହୂ ମିଳିଲା ନାହିଁ। ସୌଦାଗରର ସାନ ପୁଅ ଆଉ ବୋଇତରୁ ଓହ୍ଲାଇଲା ନାହିଁ। ପାଲ ଟେକି ସାଗର ଗର୍ଭକୁ ବୋଇତ ଭସାଇ ନେଲା। ଚାହୁଁ ଚାହୁଁ ପାଲ ବେଗରେ ବୋଇତ ଭାସିଯାଇ ଅନ୍ଧକାର ତଳେ ଲୀନ ହୋଇଗଲା। ସୌଦାଗରର ପୁଅ କାହିଁ ଗଲା ବୋଲି କିଏ କହିବ? ତେବେ ସାଗର ମଧ୍ୟରେ ଯେଉଁମାନେ ବୋଇତ ବାହାନ୍ତି, ସେମାନଙ୍କ ମଧ୍ୟରୁ କାହା କାହା ମୁଖରୁ ଶୁଣାଯାଏ, ସିନ୍ଧୁ ଗର୍ଭରେ ବହୁ ଦୂରରେ ପକ୍ଷୀ ସଦୃଶ୍ୟ ବୋଇତ ଖଣ୍ଡେ ଭାସିଯିବାର ଦେଖାଯାଏ। ତାକୁ ଅନୁସରଣ କଲେ ମରିଚିକା ପରି ସେ ଦିଗ୍ବଳୟ ସଙ୍ଗେ ଦୂରକୁ ଦୂରକୁ ଭାସିଯାଏ। ଆଉ ଢେଉ ସଙ୍ଗରେ ଗୋଟାଏ କରୁଣ ଆର୍ତ୍ତକ୍ରନ୍ଦନ ସେହି ଦିଗରୁ ଏ ପାରିକୁ ଭାସି ଆସେ। ଆଉ ସାଗରିକା? ସେମାନଙ୍କ ମଧ୍ୟରୁ କେହି କେହି କହନ୍ତି, ଜ୍ୟୋତ୍ସ୍ନା ନିଶିରେ ଆଲୁଳାୟିତ କେଶ,
ନଗ୍ନ ମୂର୍ତ୍ତି ଯୁବତୀ ଜଣେ ଶୁଭ୍ର ଶିକତା ଉପରେ ତୀର ବେଗରେ ଇତସ୍ତତ ଧାବମାନ ହୁଏ। କିଏ କହେ ଅମାବାସ୍ୟାର ଅନ୍ଧକାର ରାତ୍ରିରେ ସାଗର ବେଳାରେ ତରୁଣୀ କଣ୍ଠରେ ଗୋଟାଏ ଟହଟହ ହାସ୍ୟ ଶୁଣାଯାଏ। ଆଉ ବସନ୍ତ ସନ୍ଧ୍ୟାରେ ଦିଗ୍ବଳୟ ରେଖା ଉପରେ ପବନ ସଙ୍ଗରେ କେଶରାଶି ଉଡ଼ାଇ ଦେଇ ବିଜୁଳି ପରି ଭୁବନର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ କିଏ ଜଣେ ଚମକିଯାଏ। କାହାଠାରୁ ପୁଣି ଶୁଣାଯାଏ ଶରତ ପ୍ରଭାତର ପ୍ରାଚୀ ଆକାଶରେ ସେ ଆସି ସାଗର ଗର୍ଭରେ ଫଗୁ ମୁଠା ମୁଠା ବିଞ୍ଚି ଦେଇଯାଏ।